ଏଇ ଯେଉଁ ଶୁକ୍ରଙ୍କ ବଳୟରେ ଯେଉଁ ରେଖା ଗଭୀର ରେଖା ଗୁଡ଼ାକ ଯେବେ ଯେବେ ଦେଖିବେ ଲାଇଫ୍ ଲାଇନ୍ କି କ୍ରସ୍ ଟଚ୍ କରୁଛି ସେଗୁଡ଼ାକ ଦେହ ଖରାପର ସୂଚନା ବୁଝିପାରିଲେ। ତାପରେ ଆପଣଙ୍କର ଏଇ ଯେଉଁ ରେଖା ଏପଟୁ ମଙ୍ଗଳ ନିମ୍ନ ମଙ୍ଗଳଙ୍କ କ୍ଷେତ୍ରରୁ ଗୋଟେ ରେଖା ଆସିଛି ଏମିତି ଭୂମି ବିକ୍ରୟଜ ଧନ। ଏଇଟା ହେଉଛି ଚେଞ୍ଜ ଅଫ୍ ପ୍ଲେସ୍। ଏଠି ଗୋଟେ ଭାଗ୍ୟରେଖା ଆଉ ଗୋଟେ ଏଠି ଗୋଟେ ଭାଗ୍ୟରେଖା ହେଲା। ଏଇଟା ସ୍ଥାନ ପରିବର୍ତ୍ତନ ଚେଞ୍ଜ ଅଫ୍ ପ୍ଲେସ୍। ସେ ଦୁଇଟାକ ହାତ ଯୋଡ଼ନ୍ତୁ ଆପଣ। ମୁଁ ତ ଅଲରେଡ଼ି ପ୍ଲେସ୍ ଚେଞ୍ଜ କରିକି ଆସିଲି ନା। ଆପଣଙ୍କର ଏଠି ଗୋଟେ ମଙ୍ଗଳଙ୍କ ରେଖା ଅଛି। ଏଇଟା ଇନର ମଙ୍ଗଳ ଲାଇନ୍। ସେଇ ସକାଶେ ଆପଣଙ୍କୁ ରୋଗ ବୈରାଗ୍ୟ ବ୍ୟାଧି ଟଚ୍ କରୁନି ସହଜରେ, କିନ୍ତୁ ଏଇଠି ଟଚ୍ କରୁଛି ସେ। ଇଏ ସେଭ୍ କରୁଛି। ହଁ, ଆପଣଙ୍କର ମାଆଙ୍କ ଦେହ ରୋଗିଣା ହେଇକି ଚାଲିଗଲେ। ହଁ, ସେ ମୋର 19 ବର୍ଷ ବେଳକୁ ପଳେଇଲେ, 18 ବର୍ଷ ବେଳକୁ। ଆପଣଙ୍କର ପାଠପଢ଼ା ବି ଦୋ ଫାଙ୍କିଆ ହେଇଗଲା। ସେଇଠି ମା ମୂଲ୍ୟ ବନ୍ଦ ହେଇଗଲା ପରେ ମୁଁ ଫେର ପଢ଼ିଲି। ଆଉ ଆପଣଙ୍କର ଜବ୍ ରେଖା ଅଛି ଯେ ଆପଣଙ୍କର ବ୍ୟବସାୟିକ ରେଖା କିନ୍ତୁ ଏଇଠି ଗୋଟେ ଅଛି। ଏଇଟା ବ୍ୟବସାୟିକ ଓ ବୁଦ୍ଧ ରେଖା, ଯେଉଁଟାକି ଆପଣଙ୍କୁ ପ୍ରପର୍ଟି ସମ୍ବନ୍ଧୀୟ ଲାଭାନ୍ୱିତ କରାଇବ। ତା ସହିତ ଏଠୁ ଯେଉଁ ରେଖା ଆସିଛି ଏଇଟା ଉଚ୍ଚ ମଙ୍ଗଳଙ୍କ କ୍ଷେତ୍ର। ଉଚ୍ଚ ମଙ୍ଗଳଙ୍କ କ୍ଷେତ୍ରରୁ ଗୋଟେ ରେଖା ଆସିଛି ଭାଗ୍ୟରେଖାକୁ ମିଶିଛି। ଏଇଟା ଫେର ଭୂମିରୁ ଲାଭ, ଡବଲ ଲାଭ। ଆଚ୍ଛା ଆଚ୍ଛା। ସ୍ତ୍ରୀଙ୍କ ଆୟୁ ଠାରୁ ଆପଣଙ୍କ ପରମାୟୁ ଅଧିକା। ସ୍ତ୍ରୀଙ୍କ ପରମାୟୁଙ୍କ ଠାରୁ ଆପଣଙ୍କ ପରମାୟୁ ଅଧିକା ଅଛି।